କିଛି ଅବିଶ୍ୱାସର ବାତାବରଣ କ୍ରିଏଟ୍ କରାଗଲା ଯୋଉଥିପାଇଁ କି ଏତିକି ଘଟଣା ଘଟିଲା। ତ ତାପରେ ସେ ବିହିତ ପଦକ୍ଷେପ ନେବେ। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଷ୍ଟାଣ୍ଡ ସବୁବେଳେ କ୍ଲିୟର। ସେ ସବୁବେଳେ ଆପଣ ଦେଖିଥିବେ ଗତ 5T କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ଅନେକ ଚର୍ଚ୍ଚ ଓ ମସଜିଦ ଅନେକ ପଇସା ଦିଆଯାଇଛି। ମୁଁ ତ ବିଧାୟକ ହିସାବରେ ଅନେକ ପଇସା ବି ଦେଇଛି। ତେଣୁ ସବୁବେଳେ ସଂଖ୍ୟାଲଘୁଙ୍କୁ ଆଖିରେ ରଖିକି ମାନ୍ୟବର ନବୀନ ପଟ୍ଟନାୟକ ସୁଶାସନ ଦେଇଛନ୍ତି। ତା ଦ୍ୱାରା ବ୍ୟତିକ୍ରମ ହେବାର ନାହିଁ। ଆମ ଷ୍ଟାଣ୍ଡ ପ୍ରଥମରୁ କ୍ଲିୟର ଯେ ଆମେ ୱାକଫ୍ ବିଲ୍ ତାର ବିରୋଧ କରିବୁ ବୋଲି। ତ ଦ୍ୱିମତ ହେବାର ନାହିଁ। ବରିଷ୍ଠ ମାନେ ଆଜି ଯାଏଁ ଶୃଙ୍ଖଳାରେ ଥିଲେ, କିନ୍ତୁ ଏବେ ତାଙ୍କ ମନରେ କ୍ଷୋଭ ପ୍ରକାଶ ରହୁଛି ଯେ ଯାହା ପାଇଁ ଦଳର ପରାଜୟ ଗ୍ରହଣ କଲା ସେ ବାହ୍ୟ ଶକ୍ତିକୁ ଆମେ କେମିତି ବାହାର କରିବୁ, ନବୀନକୁ ଯୋଉ କ୍ଷତି ପହଞ୍ଚୁଛି ତାକୁ ଆମେ ଅଟକେଇବୁ। ସେ ଜିନିଷକୁ ଆପଣ କେମିତି ଦେଖୁଛନ୍ତି? ପ୍ରକୃତରେ ସେ ହଉଛି ଏ ପରା ବରିଷ୍ଠ ମାନେ କହୁଛନ୍ତି, ଯେତେବେଳେ ମୁଁ କନିଷ୍ଠ ବରିଷ୍ଠ କଥା ଉପରେ କେମିତି କହିବି? ପୂର୍ବତନ ବିଧାୟକ ହିସାବରେ ଦାମରାଜଙ୍କ ପୁଅ ହିସାବରେ କଣ ଦାମରାଜଙ୍କ ପୁଅ ହିସାବରେ ବରିଷ୍ଠ ସେ କଥା ନାହିଁ। ମୋର ଗୋଟିଏ କଥା ଆପଣଙ୍କୁ କହିବା କଥା, ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ନେତା, ଆଉ ବରିଷ୍ଠ ମାନେ ମଧ୍ୟ ହଉ କନିଷ୍ଠ ସମସ୍ତେ ଏକ ସ୍ୱରରେ ସେଇ ଗୋଟେ କଥା କହୁଛନ୍ତି। ତ ନବୀନ ପଟ୍ଟନାୟକ କିଏ କ୍ଷତି ପହଞ୍ଚିବ ନିଶ୍ଚିତ ଭାବରେ ସମସ୍ତେ ସ୍ୱର ଉତ୍ତୋଳନ କରିବେ, ହେଲା କଥା। ତ ସ୍ୱାଭାବିକ ନବୀନ ପଟ୍ଟନାୟକ ସୁଦୃଢ ରହିବେ ସେଇଟା ଆମେ କାମନା କରୁଛୁ, ସମସ୍ତେ କରୁଛନ୍ତି, ହେଲା କଥା। ଯଦି କିଛି ଆଶା ଆଶଙ୍କା ଭିତରେ ସମସ୍ତେ ଅଛନ୍ତି ବି ନିଶ୍ଚିତ ଭାବରେ ସେଗୁଡ଼ା ତାର ଜବନିକା ପଡିବ। ଏବଂ ଯେମିତି ଯୋଉ ରୂପରେ ନବୀନ ପଟ୍ଟନାୟକ ଦେଖିବା ପାଇଁ ବରିଷ୍ଠ କନିଷ୍ଠ ସମସ୍ତେ ଚାହୁଁଛନ୍ତି, ସାଧାରଣ ଆବାଳ ବୁଦ୍ଧ ବନିତା ସମସ୍ତେ ସେ ନବୀନ ପଟ୍ଟନାୟକକୁ ଆଗାମୀ ଦିନରେ ଆପଣମାନେ ଦେଖିବେ, ହେଲା କଥା। ଆଜ୍ଞା, ଆପଣ ଦେଖିବେ ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ ଆଙ୍କୁ ଯେମିତି ଦଳ ଭିତରୁ କିଛି ଯୋଉ ସାଂସଦ ହୁଅନ୍ତୁ କିମ୍ବା ନୂଆ ନୂଆ ନିର୍ବାଚନ ଜିତିନଥିବା ଲୋକ ଆସି କାଉଣ୍ଟର କରୁଛନ୍ତି, ତାଙ୍କ କର୍ମୀମାନେ କହୁଛନ୍ତି ଏତେ ବର୍ଷ ନେତାମାନଙ୍କୁ ଆସିକରି ନୂଆ ଲୋକ କାଉଣ୍ଟର କରିବା ଟିକେ ଗ୍ରହଣଯୋଗ୍ୟ ହଉନି। ଦଳ କଥା ନବୀନ ପଟ୍ଟନାୟକ ବୁଝିବେ, ସେ ତାଙ୍କୁ ଡାକି ଆଲୋଚନା କରନ୍ତୁ। ଏମାନେ ଆସି କାଉଣ୍ଟର କରିବା, ସୋସିଆଲ ମିଡିଆରେ ଲେଖିବା ଟିକେ ଗ୍ରହଣଯୋଗ୍ୟ ହଉନି। ଠିକ କଥା ଯାହା କହୁଛନ୍ତି, ଠିକ କଥା ଯାହା କହିବି। ମୁଁ ତ ଆପଣଙ୍କୁ ଅତୀତର ବାଇଟରେ କହିଥିଲି ବି ସେୟା। ଆଭ୍ୟନ୍ତରୀଣ ଦଳର ଯାହା ଯାହା ମନ ଭିତରେ ଅସନ୍ତୋଷ ଅଛି, କାହା ବିରୁଦ୍ଧରେ କହିବାର ଅଛି, ମାନ୍ୟବର ସଭାପତି ଜଣାନ୍ତୁ କି ଦଳ ଇଣ୍ଟରନାଲ ଫୋରମରେ ସେ କଥା ପକାନ୍ତୁ। ଗଣମାଧ୍ୟମ ଆଗରେ ବିବୃତ୍ତି ଦେବାଟା ଉଚିତ ହୋଇଥାଏ, ହେଲା କଥା। ଦେଇଦେଇଛନ୍ତି ସ୍ୱାଧୀନ ସମସ୍ତେ ଯିଏ ଯାହା କହିବା କଥା କହିଛନ୍ତି, କିନ୍ତୁ ଆଉ ସେଭଳି କିଛି ହବନି, ଏ କଥା ଆପଣ ଜାଣନ୍ତୁ, ଆଉ କିଏ କହିବି ନାହିଁ। ପ୍ରଭାତ ତ୍ରିପାଠୀ କ୍ଷୋଭ ପ୍ରକାଶ କଲେ, ମନଦୁଃଖ କଲେ, ତାଙ୍କ ପୁଅ ବିଧାୟକ ଅଛନ୍ତି, ତାଙ୍କୁ ନିଶ୍ଚୟ ବି ଦୁଃଖ ଲାଗୁଥିବ। ଆପଣ ତ ସେଇ ଷ୍ଟେଜରେ ଆସିଛନ୍ତି, ତ ଇଏ ଗୋଟେ ପରମ୍ପରା ଖରାପ ହଉନି? ପ୍ରଭାତ ତ୍ରିପାଠୀ ଏତେ ବର୍ଷ ହେଲା ଦଳରେ ଥିଲେ, ତାଙ୍କୁ କାଉଣ୍ଟର କରିବା, ତାଙ୍କ ପୁରୁଣା କେସ୍କୁ ନେଇ ଖୋଳତାଡି କରିବା, ଲେଲିନ ମହାନ୍ତି ଭଳିଆ ଲୋକ ତାଙ୍କୁ ପ୍ରେସମିଟ୍ କରିକି ତାଙ୍କୁ ଚ୍ୟାଲେଞ୍ଜ କରିବା, ଦେଖୁଛନ୍ତି ତ ଆଉ କଣ କହିବା। ଆପଣମାନେ ସବୁ ଦେଖୁଛନ୍ତି, ବୁଝୁଛନ୍ତି, ମୋ ଠାରୁ କାହିଁ ଆଉ ଶୁଣିବେ? ଆପଣ ଯଦି ସେଇ ଷ୍ଟେଜରେ ଆସିଛନ୍ତି, ରାମରତ୍ନ କ୍ଷେତ୍ରରେ ଯେତେବେଳେ ଏଭଳି ହେଇଥିଲା, ଆପଣ ସେଇ ଷ୍ଟେଜରେ ଆସିଛନ୍ତି, ସେଥିପାଇଁ କହୁଛି ମାନେ ଏସବୁ ଜିନିଷ ଅତୀବ ଦୁଃଖଦାୟକ। କଣ କରିପାରିବା? ଅତି ପାଖରୁ ଏ ଜିନିଷ ଦେଖିକି ଆସିବୁ, ତେଣୁ ବଡ ବଡ ନିଷ୍ପତ୍ତି ତାପରେ ଆମର କହିବାର କିଛି ନାହିଁ। ଅତୀବ ଦୁଃଖଦାୟକ କଥା। କିନ୍ତୁ ଲୋକମାନଙ୍କର ଭଲ ପାଇବା ନବୀନ ପଟ୍ଟନାୟକ ଯୋଉ ରୂପରେ ଦେଖିବାକୁ ଚାହାନ୍ତି ସେ ରୂପରେ ଆଗାମୀ ଦିନ ଦେଖେଇବେ, ନିଶ୍ଚିତ ଭାବେ ଦେଖିବେ, ହେଲା କଥା। ଏଇ ଯୋଉ ଛୋଟ ମୋଟ ଚାଲିଛି ଦଳ ଭିତରେ, ଆଗାମୀ ଦିନ ଦୂରୀଭୂତ ହବ। ଯାହା ଅସନ୍ତୋଷ ତାକୁ ବି ସେ ବି ପ୍ରଶମିତ ହବ, ସବୁକିଛି ଚାଲିବ ଠିକଠାକ। ଆଶା ପ୍ରଭୁ ଜଗନ୍ନାଥ ସବୁ ଠିକ କରିବେ ଏବଂ ନିଶ୍ଚିତ ଭାବରେ ଆଗାମୀ ଦିନରେ ଠିକଠାକ ଚାଲିବ। କହୁଛନ୍ତି ଯେ ନବୀନ ପଟ୍ଟନାୟକ ସାମ୍ନାକୁ ଆସିଲେ କ୍ଲିୟର କଲେ ଯେ ପାଣ୍ଡିଆନ ଦଳରେ ନାହାନ୍ତି ନାହିଁ, ତ ବରିଷ୍ଠ ନେତାମାନେ କହିବା ଯେ ଆମେ ତ ନବୀନ ପଟ୍ଟନାୟକଙ୍କୁ ଯାହା କହୁଛୁ ଦଳର ହିତ ପାଇଁ କହୁଛୁ, ଆମେ କେବେ ଦଳର ଅହିତରେ ନଥିଲୁ, ଆଜି ପର୍ଯ୍ୟନ୍ତ ଦଳର ହିତ ପାଇଁ କାମ କରୁଛୁ, ଏବେ କହୁଛୁ ଦଳର ହିତ ପାଇଁ। ତ ସେଇ କଥା ପାଣ୍ଡିଆନ ଆସି କାହିଁ କହିଦଉନାହାନ୍ତି ଯେ ମୁଁ ଦଳରେ ନାହିଁ, ମତେ ପ୍ରଣା ନଯାଉ। ପାଣ୍ଡିଆନ କହିଥିଲେ କାମ ସରିଗଲା, ପାଣ୍ଡିଆନକୁ ନେଇକି ଆଉ ଅବଜେକ୍ସନ ରୁହନ୍ତା ନାହିଁ। ପାଣ୍ଡିଆନଙ୍କ ପାଇଁ ନବୀନ ପଟ୍ଟନାୟକ ଆସି କହୁଛନ୍ତି, ସେଟା ଟିକେ କର୍ମୀ ମାନେ ଦୁଃଖ ଦଉଛି, ନେତାଙ୍କୁ ବି ଦୁଃଖ ଦଉଛି। ଠିକ ଅଛି, ହୁଏତ ଆପଣମାନେ ଯାହା କହୁଛନ୍ତି ଆଗାମୀ ଦିନରେ ତା ବି ହେଇପାରେ। ଯାହା ବରିଷ୍ଠ ଭାବୁଛନ୍ତି, ଯୋଉଟା ଆପଣ କହୁଛନ୍ତି ପାଣ୍ଡିଆନ ଆଗକୁ ଆସି କହିବେ, କଣ କରିବେ, ହୁଏତ ଆଗକୁ ଆସି କହିପାରନ୍ତି ଆଗାମୀ ଦିନରେ, କିଏ ଜାଣିଛି। ନା ଉଚିତ ଅଛି, ମୁଁ କିଛି ତା ବିଷୟରେ କହିବିନି, କିନ୍ତୁ ଆପଣମାନେ ଯାହା ଭାବୁଛନ୍ତି ଆଗାମୀ ଦିନରେ ଅନେକ କିଛି ଘଟଣା ଘଟିପାରେ। ମାନ୍ୟବର ସଭାପତି ଯେତେବେଳେ ଯାହା କହିସାରିଛନ୍ତି ତାପରେ ତ ମୋର କିଛି କହିବାର ନାହିଁ। ଆଚ୍ଛା, ତାଙ୍କର କହିବା କଥାରେ କେତେଜଣ ସନ୍ତୁଷ୍ଟ କେତେଜଣ ଅସନ୍ତୁଷ୍ଟ ସେ ବାବଦରେ ମୋର କିଛି କହିବାର ନାହିଁ। କିନ୍ତୁ ଆଗାମୀ ଦିନରେ କିଛି ନ ହବ ବୋଲି ଆପଣ କେମିତି ଜାଣିଲେ? ତା ବି ହେଇପାରେ, କିଏ ବାହାରକୁ ଆସି କଣ କହିପାରେ, ନିଜର ପ୍ରେଜେଣ୍ଟ ଯାହା ତାଙ୍କର ସବୁ
ଆପଣଙ୍କ ଆଗରେ ବି କହିପାରନ୍ତି, ସବୁ ହେଇପାରେ, ଅସମ୍ଭବ। ଦଳର ଭବିଷ୍ୟତକୁ ଆପଣ ଏବେଠୁ କେମିତି ଦେଖୁଛନ୍ତି? ଦଳ ଭବିଷ୍ୟତ ଗ୍ରାମାଞ୍ଚଳରେ ପାଣ୍ଡିଆନକୁ ଲୋକ ଗ୍ରହଣ କରୁନାହାନ୍ତି, କିନ୍ତୁ ଗୋଟେ ମେସେଜ ଯାଉଛି ନବୀନ ନିବାସରେ ଏବେ ବି ପାଣ୍ଡିଆନ ଅଛନ୍ତି, ବରିଷ୍ଠ ମାନେ ବି ସେଇ କଥା ଆଜି ନୃସିଂହ ସାହୁ ବି କହିଲେ ପାଣ୍ଡିଆନ ସେ କଥାଟା କେମିତି ଗୋଟେ ମେସେଜ ଯିବ ଦଳ ତରଫକୁ? ବିଜେଡି ଆପଣ ମାନେ ଯାଉଛନ୍ତି ମଧ୍ୟ ଆପଣଙ୍କ ସାଙ୍ଗେ କାମ କରୁଛନ୍ତି, କର୍ମୀ ନିରାଶ ବର୍ତ୍ତମାନ କର୍ମୀ ଗ୍ରାଉଣ୍ଡରେ କର୍ମୀ ଚାହୁଁଛନ୍ତି ନବୀନ ପଟ୍ଟନାୟକ ସାମ୍ନାକୁ ଆସନ୍ତୁ, ନବୀନ ପଟ୍ଟନାୟକ ଆମ ନେତା ଆଉ ପାଣ୍ଡିଆନକୁ ଯାଉନି। ତେଣୁ ଯେହେତୁ ଆପଣମାନେ ଯାହା କହିଲେ ଏକ୍ଜାକ୍ଟ ସେଇ କଥା ମୁଁ କହିବାକୁ ଚାହୁଁଛି ଯେ ନବୀନ ପଟ୍ଟନାୟକ ଆମ ନେତା। ତେଣୁ ମୁଁ ଅତୀତରେ କହିଛି, ଆଜି ମଧ୍ୟ କହୁଛି, ଏ ପାର୍ଟିରୁ ଯଦି କିଛି ବାହାରିବ ନବୀନ ପଟ୍ଟନାୟକ ଜିନ୍ଦାବାଦ ବାହାରିବ, ନବୀନ ପଟ୍ଟନାୟକ ଜିନ୍ଦାବାଦ ବାହାରିବ, ବିଜୁ ଜନତା ଦଳ ଜିନ୍ଦାବାଦ। ତା ଛଡା ପାର୍ଟିରୁ ଆଉ କାହା ବିଷୟରେ କିଛି ବାହାରିବନି। ବାକି ପାଣ୍ଡିଆନ କଥା ଅନ୍ୟ କଥା ସେ ବାବଦରେ ମୋର କିଛି କହିବାର ନାହିଁ। ମୁଁ ଯଦି କହିବି ନବୀନ ପଟ୍ଟନାୟକ ବାବଦରେ ତାଙ୍କୁ ଗୁଣଗାନ କରିବି, ତା ଛଡା ଦ୍ୱିତୀୟ କଥା ମୁଁ କିଛି କହିବି। ନବୀନ ପଟ୍ଟନାୟକ ସେଦିନ ପାଣ୍ଡିଆନଙ୍କ ଗୁଣଗାନ କଲେ, ତାପରେ ମଧ୍ୟ କ୍ଲିୟର କଟ୍ କଲେ ପିକ୍ଚର ଯେ ପାଣ୍ଡିଆନ ସନ୍ନ୍ୟାସୀ ନେଇଯାଇଛନ୍ତି, ସେଟା ପ୍ରଭାତ ତ୍ରିପାଠୀଙ୍କ ଉପରେ ଆକ୍ସନ ନେଲେ, କିନ୍ତୁ ପ୍ରଭାତ ତ୍ରିପାଠୀଙ୍କ ସାଙ୍ଗରେ କାମ କରିଛନ୍ତି ଏକାଠି, ତ କିପରି ଦେଖୁଛନ୍ତି? ଏ ଭୁଲ ମେସେଜ ଯାଉନି? ମୁଁ କିପରି ଦେଖୁଛି ସେଇଟା ବଡ କଥା ନୁହଁ। ବଡ କଥା ହଉଛି ମାନ୍ୟବର ସଭାପତି ଯାହା କହିଛନ୍ତି ତା ଉପରେ କୌଣସି ମତାମତ ଦେବା ମୋର ଉଚିତ ନୁହଁ। ବ୍ୟକ୍ତିଗତ ମତେ କଣ ଲାଗୁଛି ନ ଲାଗୁଛି ସେଟା ମୋ ବ୍ୟକ୍ତିଗତ କଥା। ଯେତେବେଳେ ଦଳଗତ କଥା ଏବଂ ଦଳ ବାବଦରେ କଥା ଏବଂ ଦଳର ମୁଁ କନିଷ୍ଠ ବରିଷ୍ଠ ନୁହଁ ଏବଂ ଆପଣମାନେ ଗଣମାଧ୍ୟମ ଆସୁଛନ୍ତି, ଆପଣମାନେ ମୁଁ ଏଇ ଗୋଟେ କଥା କହିପାରିବି, ମୁଁ ସେ ବାବଦରେ କିଛି କହିବାଟା ମୋ ପାଇଁ ଅନୁଚିତ, ଉଚିତ ହବ ନାହିଁ, ହେଲା କଥା। ଆଉ ବ୍ୟକ୍ତିଗତ କଣ ଅନୁଭବ କରୁଛି ସେଟା ବ୍ୟକ୍ତିଗତ ସ୍ତରରେ ସେଟା ମୁଁ କହିପାରିବି ନାହିଁ। କିନ୍ତୁ ଆପଣ ସମସ୍ତେ ବସିଥିଲେ, ଗୋଟେ ଚିଠି ଲେଖିଲେ ନବୀନ ପଟ୍ଟନାୟକଙ୍କୁ ଯେ ଆପଣ ଯାହା ହେଇଛି ତୁରନ୍ତ ଆକ୍ସନ ନିଅନ୍ତୁ। ନବୀନ ପଟ୍ଟନାୟକ ସବୁବେଳେ ଅନ୍ ଦ ସ୍ପଟ୍ ଆକ୍ସନ ନେବା ପାଇଁ ସବୁବେଳେ ଚର୍ଚ୍ଚା ରୁହନ୍ତି। ପୂର୍ବରୁ ଆପଣ ଦେଖିଥିବେ ପ୍ରଶାନ୍ତରୁ ଆରମ୍ଭ କରି ବହୁତ ବଡ ବଡ ନେତାଙ୍କ ବିରୁଦ୍ଧରେ ଆକ୍ସନ ନେଇଛନ୍ତି, ସାଙ୍ଗେ ସାଙ୍ଗେ ମାନେ ଯୋଉଠି ଦୁର୍ନୀତି ହେଲା ମାନେ ଯାହା ଅସୁବିଧା ହେଲା ତାର ଆକ୍ସନ ନିଅନ୍ତି। ଏବେ ଟିକେ ଆମେ ଦେଖୁଛେ ବିଳମ୍ବ ହଉଛି, সেটা ଟିକେ କର୍ମୀକୁ ନିରାଶ କରୁଛି, ବରିଷ୍ଠ ନେତାଙ୍କୁ ନିରାଶ କରୁଛି। ନବୀନ ପଟ୍ଟନାୟକର ଭାବମୂର୍ତ୍ତି ଏମିତି ନୁହେଁ, ନବୀନ ପଟ୍ଟନାୟକ ଅନ୍ ଦ ସ୍ପଟ୍ ଆକ୍ସନ ନିଅନ୍ତି, ଯିଏ ଭୁଲ କଲେ ଆକ୍ସନ। ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ପ୍ରକାର ଆଚରଣ ଦେଖାଯାଏ। ଅତୀତରେ କଣ ହଉଥିଲା, ଏବେ କଣ ହଉଛି, ତାର ନିଶ୍ଚିତ ଭାବେ ତାର ପରିସ୍ଥିତି ଅନେକ ବଦଳି ଯାଇଛି। ଦୀର୍ଘ 24 ବର୍ଷ ଶାସନ କରୁଥିଲୁ, ଏବେ ସରକାର ନାହୁଁ। ତେଣୁ ପରିସ୍ଥିତି ଯେହେତୁ ବଦଳିଛି, ଆଉ ଗୋଟେ ସରକାର ଆସିଛି, ବିଜେପି ସରକାର କରିଛି, ତେଣୁ କିଛି ବିଳମ୍ବିତ ହଉଛି, ହବ ଆଗକୁ ନିଶ୍ଚିତ ଭାବରେ।